ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। कर्मयोग। जे मे मतमिदं नित्यं मनुतिष्ठन्ति मनवः श्रद्धावन्तो अनसूयन्तो मुच्यन्ते ते अपि कर्मभिः जे त्यजन्तो नानुतिष्ठन्ति मे मतम् सर्वज्ञानविमूढं ସ୍ଥାନ ବିଧି ନଷ୍ଟାନ ଚେତସଃ। ଅର୍ଥ, ଯେଉଁ ବ୍ୟକ୍ତି ଶ୍ରଦ୍ଧା ସହକାରେ ଦୋଷଯୁକ୍ତ ଦୃଷ୍ଟି ବର୍ଜିତ ହୋଇ ମୋର ଏହି ମତ ସର୍ବଦା ନିୟମିତ ଭାବରେ ଅନୁସରଣ କରନ୍ତି, ସେମାନେ ମଧ୍ୟ କର୍ମବନ୍ଧନରୁ ମୁକ୍ତ ହୁଅନ୍ତି। କିନ୍ତୁ ଯେଉଁମାନେ ଦୋଷ ଦୃଷ୍ଟି ହେତୁ ମୋର ଏହି ମତ ଅନୁସରଣ କରନ୍ତି ନାହିଁ, ସେମାନଙ୍କୁ ମୂର୍ଖ, ସର୍ବଜ୍ଞାନ ବିମୂଢ଼, ନଷ୍ଟ ଅର୍ଥାତ୍ ଆତ୍ମକଲ୍ୟାଣ ମାର୍ଗରୁ ଭ୍ରଷ୍ଟ ବୋଲି ଜାଣ। ଇନ୍ଦ୍ରିୟମାନଙ୍କ ବଶୀଭୂତ ନ ହୋଇ ସ୍ୱଧର୍ମାନୁସାରେ କର୍ମ କରିବା ଶ୍ରେୟସ୍କର। ସଦୃଶଂ ଚେଷ୍ଟତେ ସ୍ୱସ୍ୟାଃ ପ୍ରକୃତେ ଜ୍ଞାନାର୍ପମପି ପ୍ରକୃତିଂ ଯାନ୍ତି ଭୂତାନି ନିଗ୍ରହ କି କରିଷ୍ୟତି। ଇନ୍ଦ୍ରିୟସ୍ୟେନ୍ଦ୍ରିୟସ୍ୟାର୍ଥେ ରାଗଦ୍ୱେଷୈ ବ୍ୟବସ୍ଥିତౌ তয়োর্ন বশমাগচ্ছতে হ্যস্য পরিপন্থিনং শ্রেয়ান স্বধর্ম বিগুণঃ পরধর্মাৎ স্বনুষ্ঠিতাৎ স্বধর্মে নিধनं শ্রেয়ঃ ପରଧର୍ମ ଭୟାବହ। ଅର୍ଥ, ଜ୍ଞାନୀ ମଧ୍ୟ ନିଜ ପ୍ରକୃତିର ଅନୁସରଣ କରି କର୍ମ କରେ। ସମସ୍ତ ପ୍ରାଣୀ ନିଜ ନିଜ ସ୍ୱଭାବରେ ଅନୁସରଣ କରନ୍ତି। ନିଗ୍ରହ ବା ଇନ୍ଦ୍ରିୟ ଦମନ ଦ୍ୱାରା କ'ଣ ହେବ? ଇନ୍ଦ୍ରିୟମାନଙ୍କର ସ୍ୱ ସ୍ୱ ବିଷୟରେ ଅନୁରାଗ ଓ ବିଦ୍ୱେଷ ବ୍ୟବସ୍ଥିତ ଥାଏ। ସେ ଦୁହିଁଙ୍କର ବଶୀଭୂତ ହେବା ଉଚିତ ନୁହେଁ, କାରଣ ଏ ଦୁହେଁ ଏହାର କଲ୍ୟାଣ ମାର୍ଗରେ ବିଘ୍ନକାରକ ଅଟନ୍ତି। ଉତ୍ତମ ରୂପେ ଅନୁଷ୍ଠିତ ପରଧର୍ମ ଅପେକ୍ଷା ଦୋଷଯୁକ୍ତ ସ୍ୱଧର୍ମ ଶ୍ରେଷ୍ଠ ଅଟେ। ସ୍ୱଧର୍ମରେ ମୃତ୍ୟୁ ପରଂ ଶ୍ରେଷ୍ଠ, ପରଧର୍ମ ବିପଦପୂର୍ଣ୍ଣ। ବ୍ୟାଖ୍ୟା: ହଠ ଦ୍ୱାରା ବଳପୂର୍ବକ ଇନ୍ଦ୍ରିୟମାନଙ୍କୁ ଦମନ କରାଯାଏ, କିନ୍ତୁ ଏହା ଦ୍ୱାରା ବିଶେଷ କିଛି ଲାଭ ମିଳେ ନାହିଁ। କାରଣ ପୂର୍ବଜନ୍ମର କର୍ମ ଅନୁସାରେ ପ୍ରତ୍ୟେକ ମନୁଷ୍ୟର ସଂସ୍କାର ନିର୍ଦ୍ଧାରିତ ହୋଇଥାଏ। ତେଣୁ ସେମାନେ ଯେଉଁପରି ସଂସ୍କାର ନେଇ ଜନ୍ମଗ୍ରହଣ କରିଥାନ୍ତି, ସେହି ଅନୁସାରେ କର୍ମରେ ପ୍ରବୃତ୍ତ ହୁଅନ୍ତି। ଏହାକୁ ବଳପୂର୍ବକ ଦମନ କଲେ ଏହା ପରିବର୍ତ୍ତନ ହେବା ପରିବର୍ତ୍ତେ ମନରେ ବିକ୍ଷେପ ସୃଷ୍ଟି କରିବ। ତେଣୁ ଈଶ୍ୱରୀୟ ଜ୍ଞାନ ଅନୁସରଣରେ କର୍ତ୍ତବ୍ୟ ଅକର୍ତ୍ତବ୍ୟର ବିବେଚନା ପୂର୍ବକ କଲ୍ୟାଣ ମାର୍ଗରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଅବଗୁଣ ସମୂହକୁ ଦୃଢ଼ ସଂକଳ୍ପ ଦ୍ୱାରା ତ୍ୟାଗ କରିବା ଉଚିତ। ଏହା ବ୍ୟତୀତ ଆମ ମଧ୍ୟରେ ଥିବା ଭଲ ଗୁଣଗୁଡ଼ିକୁ ମଧ୍ୟ ବିକାଶ କରିବାକୁ ହେବ। ଏଥିପାଇଁ ନିତ୍ୟ ନିରନ୍ତର ପରମାତ୍ମାଙ୍କ ସହିତ ମନକୁ ଯୁକ୍ତ ରଖିବା ଦରକାର। ଆତ୍ମାର ମୂଳ ସ୍ୱଭାବ ହେଲା ଶାନ୍ତି, ପବିତ୍ରତା, ଆନନ୍ଦ, ପ୍ରେମ ଇତ୍ୟାଦି। ତେଣୁ ଶରୀରଠାରୁ ଆତ୍ମାର ସମ୍ବନ୍ଧକୁ ଅସ୍ୱୀକାର କଲେ, ଅର୍ଥାତ୍ ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କଲେ, ଇନ୍ଦ୍ରିୟମାନଙ୍କ ସ୍ୱ ସ୍ୱ ବିଷୟରେ ଥିବା ଅନୁରାଗ ବା ବିଦ୍ୱେଷର ପ୍ରଭାବରେ ଆମେ ଆସିବା ନାହିଁ। ଏଥିପାଇଁ ଗୀତା ଇନ୍ଦ୍ରିୟ ନିଗ୍ରହ ଅପେକ୍ଷା ଆତ୍ମାର ମୂଳ ସ୍ୱଭାବରେ ନିଜକୁ ପ୍ରତିଷ୍ଠିତ କରିବା କଥା କହିଛି। ଆତ୍ମାର ମୂଳ ପ୍ରକୃତି ବା ସ୍ୱଭାବ ଅନୁସାରେ ଯେଉଁ କର୍ମ କରାଯାଏ, ତାହା ହିଁ ସ୍ୱଧର୍ମ। ଆତ୍ମାର ମୂଳ ପ୍ରକୃତି ହେଲା ପବିତ୍ରତା, ଶାନ୍ତି, ଆନନ୍ଦ, ସୁଖ, ପ୍ରେମ ଇତ୍ୟାଦି। ତେଣୁ ପ୍ରତ୍ୟେକ ମାନବାତ୍ମାଙ୍କ କର୍ମ ଏପରି ହେବା ଉଚିତ, ଯଦ୍ୱାରା ନିଜର ତଥା ଅନ୍ୟର ପବିତ୍ରତା, ଶାନ୍ତି ବା ଆନନ୍ଦ ଯେପରି ବାଧିତ ନ ହୁଏ। ଗୀତା ଜନ୍ମ ଆଧାରିତ କର୍ମକୁ ସ୍ୱଧର୍ମ ବୋଲି ମାନେ ନାହିଁ। ମାନବର ପୂର୍ବଜନ୍ମର ସଂସ୍କାର ଅନୁସାରେ ଏ ଜନ୍ମରେ ତାର ତଦନୁରୂପ ପ୍ରକୃତି ହୁଏ।
ସେହି ଭେଦରେ ତାର 4ଟି ଶ୍ରେଣୀ ବିଭାଗ କରାଯାଇଛି, ଯଥା ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର। ଏ ପ୍ରକାର ଶ୍ରେଣୀ ପ୍ରକରଣ ଆଦୌ ଜାତି ଆଧାରିତ ନୁହେଁ। ଗୁଣ କର୍ମ ଭେଦରେ ଏପରି ଶ୍ରେଣୀ ବିଭାଗ କରାଯାଇଛି ବୋଲି ଗୀତା କହେ। ଚତୁର୍ବର୍ଣ୍ଣମୟଂ ସୃଷ୍ଟଂ ଗୁଣ କର୍ମଂ ବିଭାଗଶଃ। କେହି କେହି କୁହନ୍ତି ଯେ ମଣିଷ ତାର ପୁରୁଷାର୍ଥ ବା କର୍ମ ଭେଦରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ 4ଟି ଅବସ୍ଥା ଦେଇ ଗତି କରେ। ଜନ୍ମ ସମୟରେ ସେ ଶୂଦ୍ର ଥାଏ। ବୟସ ପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ଯେତେବେଳେ ସେ ସଂସ୍କାରିତ ହୁଏ, ସେତେବେଳେ ତାହାକୁ ଦ୍ୱିଜ କୁହାଯାଏ। ଜ୍ଞାନ ପ୍ରାପ୍ତ ହେଲେ ବିପ୍ର ବା ପରମାତ୍ମା ପ୍ରାପ୍ତି ପରେ ସେ ବ୍ରାହ୍ମଣ ନାମରେ କଥିତ ହୁଅନ୍ତି। ଜନ୍ମନି ଜାୟତେ ଶୂଦ୍ରଃ ସଂସ୍କାରାତ୍ ଦ୍ୱିଜ ଉଚ୍ୟତେ। ବେଦାଭ୍ୟାସୀ ଭବେତ୍ ବିପ୍ର ବ୍ରହ୍ମଂ ଜାନାତି ଇତି ବ୍ରାହ୍ମଣଃ। ତେଣୁ ଏଠାରେ ମଧ୍ୟ ଏହା ସ୍ପଷ୍ଟ ଯେ ବ୍ରାହ୍ମଣ ଆଦି 4 ବର୍ଣ୍ଣ ଜନ୍ମ ଆଧାରିତ ନୁହେଁ, କର୍ମ ଓ ଗୁଣ ଆଧାରିତ। କ୍ରମଶଃ ଓମ୍ ଶାନ୍ତି।